ଆମର ରାଜ୍ୟସ୍ତରୀୟ 17 ବର୍ଷ କମ ବାଳକ ବାଳିକା ବାଳିକାର ପେନ୍ସିଲ ଟାଉଟା ଆଉ ଆମର ଫୁଟବଲ ମ୍ୟାଚ ଏଠି ଅନୁଷ୍ଠିତ ହଉଛି। ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜିଲ୍ଲା ପ୍ରଶାସନ ତରଫରୁ। ଆଉ ଆପଣଙ୍କ ମାଧ୍ୟମରେ ମୁଁ ଆପଣମାନଙ୍କୁ କେବେ ଆରମ୍ଭ ହବ କେବେ ଶେଷ ହେବ? ଆମର 27 ତାରିଖ ଆସନ୍ତା କାଲି ଠାରୁ ଆରମ୍ଭ ହବ। କାଲି 27 ତାରିଖରେ ଆମର ଗାନ୍ଧୀ ଷ୍ଟାଡିୟମରେ ମ୍ୟାଚ୍ ହବ। 30 ତାରିଖରେ ସରିବ। ଆମର ଯୋଉ ଟାଉନ ହାଇସ୍କୁଲ ଗାର୍ଲସ ହାଇସ୍କୁଲରେ ଆମର ଟାଙ୍ଗଟା ଫେନ୍ସିଂ ପାଇଁ ମଧ୍ୟ ଅନୁଷ୍ଠିତ ହବ। ତେଣୁକରି ଆପଣମାନଙ୍କର ମାଧ୍ୟମରେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ ଆମ ରାଜ୍ୟସ୍ତରୀୟ ଯୋଉ କାର୍ଯ୍ୟକ୍ରମଟା ହଉଛି ଆମର 27-30 ପାଇଁ ସମସ୍ତେ ମିଶି ମାନେ ସମସ୍ତଙ୍କର ସହଯୋଗ ସହଭାଗିତା ଆଉ ସମନ୍ୱୟରେ ଆମେ କେମିତି ସକ୍ସେସ୍ କରିବା ଆଉ ଆମ ଜିଲ୍ଲାର ଯୋଉ ଫେଷ୍ଟିଭାଲ ଅଛି ତାହା ରାଜ୍ୟରେ ଏବଂ ରାଷ୍ଟ୍ର ମଧ୍ୟ ପ୍ରକାଶିତ ହବ। ସେଥିପାଇଁ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରୁଛୁ, ଆସନ୍ତୁ ସମସ୍ତେ ମିଶି ଏହି କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିବେ। ପ୍ରଦୀପ କୁମାର ନାଗ, ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗୀର। ଆସନ୍ତା କାଲିଠାରୁ 69ତମ ଷ୍ଟେଟ ଓଡ଼ିଶା ଫୁଟବଲ, ଫେନ୍ସିଂ ଏବଂ ଥାଙ୍ଗଟା ଅଣ୍ଡର ବଏଜ ଆଣ୍ଡ ଗାର୍ଲସ 17 ଆରମ୍ଭ ହେବାକୁ ଯାଉଛି। ଏଥିରେ ରାଜ୍ୟର 30ଟା ଜିଲ୍ଲା ପ୍ଲସ୍ ଗୋଟେ ଜୋନ୍ ହିସାବରେ ଭୁବନେଶ୍ୱର ଅଛି, ତେଣୁ 31ଟା ଟିମ୍ ଆମର ଏଠି ଆସି ପହଞ୍ଚିବେ ଏବଂ ଏଇଟା ଆସନ୍ତା କାଲି ଆରମ୍ଭ ହବ 3ଟା ବେଳେ ଆମର ଏବଂ 30 ତାରିଖ ଅଛି କ୍ଲୋଜିଂ କାମ। ଏଥିରେ ପାଖାପାଖି ଆମର ପ୍ଲେୟର ସଂଖ୍ୟା ପାଖାପାଖି 630 ହଉଛନ୍ତି ଟୋଟାଲ ଏବଂ ଅଫିସିଆଲ ଏଭଳିଆ 250। ତେଣୁ ପାଖାପାଖି 900-1000 ଲୋକଙ୍କର ଗୋଟେ ମାନେ ସମାଗମ ହବ। ତ ଯାହା ସବୁ ଆମର ଆରେଞ୍ଜମେଣ୍ଟ ହବା କଥା, ଆମର ପ୍ଲେଗ୍ରାଉଣ୍ଡ 5ଟି ପ୍ଲେଗ୍ରାଉଣ୍ଡ ହବ ଏବଂ ଟାଉନ ଗାର୍ଲସ ହାଇସ୍କୁଲରେ ସେଇଠି ଥାଣ୍ଟା ଆଉ ଫେନ୍ସିଂ ହବ ସେଇଠି। ତେଣୁ ଆମର ରହିବା ବ୍ୟବସ୍ଥା ମଧ୍ୟ ହେଇଛି। ଗାର୍ଲସ ଟାଉନ ଗାର୍ଲସ ହାଇସ୍କୁଲରେ ଝିଅମାନେ ରହିବେ ଏବଂ ଅନ୍ୟ ଯୋଉ ଏକୋମୋଡେସନ ଜାଗା କରାଯାଇଛି ସେଠି ପୁଅମାନେ ରହିବେ। ତ ଏଥିରେ ପାଖାପାଖି ଆମର ଫୁଟବଲରେ ପାଖାପାଖି 90ରୁ ଅଧିକ ଗେମ୍ ଅଛି ଏବଂ ଥାଣ୍ଟା ଏବଂ ଫେନ୍ସିଂ ଅଛି। ତ ଏଇଟା ସୁରୁଖୁରୁରେ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବହୁତ ମାନେ ପଦକ୍ଷେପ ନେଇଛନ୍ତି। ଏଇ ଯୋଉ ଅର୍ଗାନାଇଜେସନ ଚେୟାରମ୍ୟାନ ଅଛନ୍ତି କଲେକ୍ଟର, ଭାଇସ୍ ଚେୟାରମ୍ୟାନ ଅଛନ୍ତି ଆମର। ତେଣୁ ସବୁ ପ୍ରକାର ବନ୍ଦୋବସ୍ତ କରିଛି ଯେମିତି କାହାର କୌଣସି ପ୍ରକାର ଅସୁବିଧା ହେଇପାରିବ ଏବଂ ଶୃଙ୍ଖଳିତ ଭାବରେ ଏଇଟା ସମାପନ ହବ। ଆମର ଗାନ୍ଧୀ ଷ୍ଟାଡିୟମ ଯୋଉଠି ଆମର ରେଗୁଲାର ଫଙ୍କସନ ଅଛି, କ୍ଲୋଜିଂ ଫଙ୍କସନ ଅଛି ଏବଂ ସେଠି ସେମିଫାଇନାଲ ଫାଇନାଲ ମ୍ୟାଚ ହବ। ତା ସହିତ କିଛି ଫୁଟବଲ ମ୍ୟାଚ ମଧ୍ୟ ହବ। ଆମର ଆଇରନ୍ ସିଂ ସ୍ପୋର୍ଟସ କମ୍ପ୍ଲେକ୍ସ ସେଇଠି ମାନେ ପୁରା 2 ଦିନ ଧରି ଯେତିକି ଆମର ଯୋଉ ଅଛି ଲିଗ୍ ମ୍ୟାଚ ହବ ସେଇଠି ହବ ଏବଂ ଗୋଟେ ହେଲା ପିଆର ହାଇସ୍କୁଲ ଗ୍ରାଉଣ୍ଡ ସେଠି ମଧ୍ୟ ଅଛି। ତା ଗୋଟେ ସାଇଡ ଯୋଉଟା ସର୍ଦିପାଲି ଯୋଉଟା ଅଛି ସେଇଠି ମଧ୍ୟ ଲିଗ୍ ମ୍ୟାଚ ହବ ଏବଂ ସେଇଠି ମଧ୍ୟ ହବ ଏବଂ ଆମର ଯୋଉଟା ମିଶନ ହାଇସ୍କୁଲ ଫିଲ୍ଡ ସେଥିରେ ମଧ୍ୟ ହବ। ଏଭଳି ଆମର 5ଟି ଯୋଉଟା ମେନ୍ ଫିଲ୍ଡ ରହିବ ସେଠି ଆମର ଏସବୁ ପ୍ଲେଗ୍ରାଉଣ୍ଡ ସବୁ ଏଥିରେ ଆମର ଖେଳ ସବୁ ହବ।